ତପସ୍ୱିନୀର ପତ୍ର ଆମେ ପିଲାମାନେ ଆଲୋଚନା କରିବା MCQ ପ୍ରଶ୍ନ ସମସ୍ତେ ଲାଇଭ୍ ଚାଟ୍ ବକ୍ସରେ ଆନ୍ସର ଦେବେ। ତପସ୍ୱିନୀର ପତ୍ରର ପ୍ରଥମ ପ୍ରଶ୍ନ, ତପସ୍ୱିନୀର ପତ୍ର କବିତାଟି କେଉଁ କାବ୍ୟରୁ ସଂଗୃହୀତ? ପ୍ରଣୟବଲ୍ଲରୀ, କୀଚକବଧ, ତପସ୍ୱିନୀ ନା ପଦ୍ମିନୀ? ଉତ୍ତର କ'ଣ ହେବ? ନା ଉତ୍ତର ହେଉଛି ଏଇଠି ପିଲାମାନେ ତପସ୍ୱିନୀ କାବ୍ୟରୁ ଏଇଠି ଆସିଛି ତପସ୍ୱିନୀର ପତ୍ର। ତପସ୍ୱିନୀର ପତ୍ର କବିତାଟି ତପସ୍ୱିନୀ କାବ୍ୟର କେଉଁ ସ୍ୱର୍ଗରୁ ଆନିତ? ଅଷ୍ଟମ, ନବମ, ଦଶମ ନା ଏକାଦଶ? ଉତ୍ତର ହେଉଛି କ'ଣ? ନା ଏକାଦଶ ସ୍ୱର୍ଗରୁ ଆନିତ। ତପସ୍ୱିନୀର ପତ୍ର କବିତାରେ କାହାକୁ ତପସ୍ୱିନୀ ରୂପେ ଚିତ୍ରିତ କରାଯାଇଛି? ଲକ୍ଷ୍ମୀ, ସୀତା, ରାଧା ନା ସରସ୍ୱତୀ? ନା ଉତ୍ତର କ'ଣ ହେବ? ନା ସୀତାଙ୍କୁ ଏଇଠି ତପସ୍ୱିନୀ ରୂପେ ଚରିତ୍ର କରାଯାଇଛି ବା ଚିତ୍ରିତ କରାଯାଇଛି। ସୀତା କେଉଁ ସଂସ୍କୃତିର ଜଣେ ପ୍ରତିପ୍ରାଣା ନାରୀ ଥିଲେ? ସୀତା ଆର୍ଯ୍ୟ ସଂସ୍କୃତି, ଅନାର୍ଯ୍ୟ ସଂସ୍କୃତି, ଶବର ସଂସ୍କୃତି, ଦ୍ରାବିଡ଼ ସଂସ୍କୃତି? କ'ଣ ହେବ ଉତ୍ତର? ନା ଆର୍ଯ୍ୟ ସଂସ୍କୃତିର ସେ ଥିଲେ ପ୍ରତିପ୍ରାଣା ନାରୀ। ନେକ୍ସଟ ପ୍ରଶ୍ନ, ନିର୍ବାସିତା ସୀତା କେଉଁ ଋଷିଙ୍କ ଆଶ୍ରମରେ ଆଶ୍ରୟ ନେଇଥିଲେ? ବାଲ୍ମୀକି, ବଶିଷ୍ଠ, ବିଶ୍ୱାମିତ୍ର ନା ସନ୍ଦୀପନୀ? ତ ଉତ୍ତର କ'ଣ ହେବ? ନା ସେ ବାଲ୍ମୀକିଙ୍କ ଆଶ୍ରମରେ ସେ କ'ଣ କରିଥିଲେ? ନା ଆଶ୍ରୟ ନେଇଥିଲେ। ବାଲ୍ମୀକିଙ୍କ ଆଶ୍ରମରେ ସୀତା କେଉଁ ବଂଶର ଭାବି ବଂଶଧରକୁ ଜନ୍ମ ଦେଇଥିଲେ? ସୂର୍ଯ୍ୟବଂଶ, ଚନ୍ଦ୍ରବଂଶ, କେଶରୀ ବଂଶ, ସୋମବଂଶ? ଉତ୍ତର ହେଉଛି କ'ଣ? ନା ସୂର୍ଯ୍ୟବଂଶର ଭାବି ବଂଶଧରକୁ ଜନ୍ମ ଦେଇଥିଲେ। ସୀତା ରାମଚନ୍ଦ୍ରଙ୍କ ନିକଟକୁ ଲେଖିଥିବା ପତ୍ର କେଉଁ ନାମରେ ବର୍ଣ୍ଣିତ ହୋଇଛି? ତପସ୍ୱିନୀ ପତ୍ର, ଅଭିମାନୀର ପତ୍ର, ସୀତାଙ୍କ ପତ୍ର, ସୀତାଙ୍କ ଅନୁରୋଧ ପତ୍ର? କ'ଣ ହେବ? ନା ତପସ୍ୱିନୀର ପତ୍ର ବୋଲି କୁହାଯାଇଛି। ନେକ୍ସଟ ପ୍ରଶ୍ନ, ତପସ୍ୱିନୀ ପତ୍ର କାହା ଉଦ୍ଦେଶ୍ୟରେ ଲିଖିତ? ଶ୍ରୀକୃଷ୍ଣ, ରାମଚନ୍ଦ୍ର, ଲକ୍ଷ୍ମଣ, ବଳରାମ? ତ ଉତ୍ତର ହେଉଛି କ'ଣ? ନା ରାମଚନ୍ଦ୍ରଙ୍କ ଉଦ୍ଦେଶ୍ୟରେ ଲିଖିତ। ଶରଣାଗତର ରକ୍ଷା କବଚ କିଏ? ବିଷ୍ଣୁ, ରାମଚନ୍ଦ୍ର, ଶିବ ନା ବ୍ରହ୍ମା? ଶରଣାଗତର ରକ୍ଷା କବଚ ହେଉଛନ୍ତି କିଏ? ନା ରାମଚନ୍ଦ୍ର। ପୁରୁଷ ଉତ୍ତମ ରାମଚନ୍ଦ୍ର କେଉଁମାନଙ୍କର ରକ୍ଷାକର୍ତ୍ତା? ଶରଣାର୍ଥୀ, ଅହଙ୍କାରୀ, ଦାମ୍ଭିକ ନା ଗର୍ବୀ? ଯେଉଁମାନେ ଶରଣାର୍ଥୀ ମାନେ ଯେଉଁମାନେ ଶରଣ ପଶନ୍ତି ସେମାନଙ୍କୁ ରକ୍ଷାକର୍ତ୍ତା। ଶରଣ ରକ୍ଷଣ ଧ୍ୱଜ କିଏ ଉଡ଼ାଇଛନ୍ତି? ରାମଚନ୍ଦ୍ର, ବାଲ୍ମୀକି, ଲକ୍ଷ୍ମଣ, ଶ୍ରୀକୃଷ୍ଣ? ଉତ୍ତର ହେଉଛି ରାମଚନ୍ଦ୍ର ଉଡ଼ାଇଛନ୍ତି। ମଣିଷର ଶତ୍ରୁ ରୂପେ କବି କାହାକୁ କହିଛନ୍ତି? ରିପୁ, ଧନ, ପ୍ରକୃତି, ମନ? ମଣିଷର ଶତ୍ରୁ କ'ଣ? ନା ମଣିଷର ଶତ୍ରୁ ହେଉଛି କ'ଣ? ରିପୁ, ନାଇଁ କି? ରିପୁ ହେଉଛି ମଣିଷର ଶତ୍ରୁ, ସେଇ ଶତ୍ରୁକୁ ରିପୁ କୁହାଯାଉଛି। ରିପୁ ରୂପକ ଗଜକୁ ଅଙ୍କୁଶ କିଏ? ରାମଚନ୍ଦ୍ର, ଲକ୍ଷ୍ମଣ, ଲବ ନା ଦଶରଥ? ରିପୁ ରୂପକ ଗଜକୁ ଅଙ୍କୁଶ ହେଉଛନ୍ତି କିଏ? ନା ରାମଚନ୍ଦ୍ର, ନାଇଁ କି? ଗଜକୁ ନିୟନ୍ତ୍ରଣରେ କିଏ ରଖିଥାଏ? ଗଜକୁ ନିୟନ୍ତ୍ରଣରେ ଚାବୁକ, ଅଙ୍କୁଶ, ମାହୁତ ନା ମଲ୍ଲ? କ'ଣ? ନା ଅଙ୍କୁଶ ରଖିଥାଏ। କିଏ? ଅଙ୍କୁଶ। ରିପୁକୁ କବି କାହା ସହିତ ତୁଳନା କରିଛନ୍ତି? ଗଜ, ଅଶ୍ୱ, ସିଂହ ନା ବ୍ୟାଘ୍ର? ଏଇଠି ଗଜ ସହିତ ତୁଳନା କରିଛନ୍ତି ରିପୁକୁ, ନାଇଁକି? ଗଜ ସହିତ ତୁଳନା କରିଛନ୍ତି। ଦୁଃଖର ପର୍ବତ ପାଇଁ କିଏ ବଜ୍ର ସଦୃଶ? ଦୁଃଖର ପର୍ବତ ପାଇଁ କିଏ ବଜ୍ର ସଦୃଶ? ଶ୍ରୀକୃଷ୍ଣ, ବଳରାମ, ରାମଚନ୍ଦ୍ର, ଲକ୍ଷ୍ମଣ? ସେ ହେଉଛନ୍ତି କିଏ? ନା ରାମଚନ୍ଦ୍ର ହେଉଛନ୍ତି ବଜ୍ର ସଦୃଶ। ଦୁଃଖ ରୂପକ ଗିରିର ବଜ୍ର ବୋଲି ରାମଚନ୍ଦ୍ରକୁ କେଉଁମାନେ ବିଚାର କରନ୍ତି? ବିଦୁଷମାନେ, ମୂର୍ଖମାନେ, ରାଜାମାନେ, ପ୍ରଜାମାନେ? ଉତ୍ତର କ'ଣ? ନା ବିଦୂଷକମାନେ ବା ବିଦୁଷ ବା ପଣ୍ଡିତମାନେ ବିଚାର କରନ୍ତି। ରାଜା ରାଜେଶ୍ୱର କାହାକୁ କୁହାଯାଇଛି? ଦଶରଥ, ଅଜ, ରାମଚନ୍ଦ୍ର, ଲବ? କିଏ? ରାଜା ରାଜେଶ୍ୱର ହେଉଛନ୍ତି ରାମଚନ୍ଦ୍ର। ପଦପଦ୍ମ ଦ୍ୱନ୍ଦ୍ୱେ ଏହାର ଅର୍ଥ କ'ଣ? ପଦ୍ମ ପାଦ ଯୁଗଳରେ, ପାଦ ପଦ୍ମରେ, ପଦ୍ମରେ ପାଦ ଥୋଇ, ପଦ୍ମ ପାଦରେ? କ'ଣ ହେବ ଉତ୍ତର? ନା ଉତ୍ତର ହେଉଛି ପାଦ ମାନେ ପଦ୍ମ ପାଦ ଯୁଗଳରେ, ପଦ୍ମ ପାଦ ଯୁଗଳରେ, ପଦ ପଦ୍ମ ଦ୍ୱନ୍ଦ୍ୱେ ଯେଉଁ ଲେଖା ହେଇଛି। ଦିନ ଭିକାରୁଣୀ ସୀତା କାହା ପଦ୍ମ ପାଖରେ ଦୂରରୁ ଥାଇ ବନ୍ଦନା କରିଛନ୍ତି? କାହା ପଦ୍ମ ପାଦରେ? ରାଜରାଜେଶ୍ୱର ରାମଙ୍କର,
ଦୃଷ୍ଟିବଂଶୀ କୃଷ୍ଣଙ୍କର, ଶିବଙ୍କର ନା ନାରଦଙ୍କର? ଉତ୍ତର ହେଉଛି କ'ଣ? ରାଜା ରାଜେଶ୍ୱର ରାମଙ୍କର। ରାମଚନ୍ଦ୍ର ଦ୍ୱିତୀୟ ପତ୍ନୀ ଗ୍ରହଣରେ କିଏ ଆଶଙ୍କାରେ ଆଶଙ୍କିତ ହୋଇପଡ଼ିଛନ୍ତି? ସେ ଦ୍ୱିତୀୟ ପତ୍ନୀ ଗ୍ରହଣ କରିଥିବେ କି? ସୀତା, ରୁକ୍ମିଣୀ, ସୁନାର ସୀତା, ସତ୍ୟଭାମା। କ'ଣ ହେବ? ନା ଉତ୍ତର ହେଉଛି କ'ଣ? ନା ଏଠି କ'ଣ ଉତ୍ତର ହେବ? ନାଇଁ, ରାମଚନ୍ଦ୍ର ଦ୍ୱିତୀୟ ପତ୍ନୀ ଗ୍ରହଣ କରିଛନ୍ତି ଆଶଙ୍କାରେ କିଏ? ନା ସୀତା। ସୀତା ଆଶଙ୍କାରେ ଆଶଙ୍କିତ ହୋଇପଡ଼ିଛନ୍ତି। ଯଜ୍ଞ କାଳରେ ମହାରାଜାଙ୍କ ବାମ ଭାଗରେ କିଏ ଶୋଭା ପାଉଥିବେ ବୋଲି ସୀତା ପତ୍ରରେ ଲେଖିଛନ୍ତି? ନବବିବାହିତା ଦ୍ୱିତୀୟ ପତ୍ନୀ, ପ୍ରଥମା ପତ୍ନୀ, ସୁନାର ସୀତା, ରୁକ୍ମିଣୀ। କିଏ? ନା ନବବିବାହିତା ଦ୍ୱିତୀୟ ପତ୍ନୀ ମହାରାଜାଙ୍କ ବାମ ପାଖରେ ଶୋଭା ପାଉଥିବେ ବୋଲି ସୀତା ପତ୍ର ଲେଖିଛନ୍ତି। ରାମଚନ୍ଦ୍ର କେଉଁଥିରେ ଦୀକ୍ଷିତ ହୋଇଛନ୍ତି? ନାଇଁ, ରାମଚନ୍ଦ୍ର କେଉଁଥିରେ ଦୀକ୍ଷିତ ହୋଇଛନ୍ତି? କେଉଁଥିରେ ଦୀକ୍ଷିତ ହୋଇଛନ୍ତି? ନା ରାମଚନ୍ଦ୍ର, ଏଠି ପିଲାମାନେ ଯଜ୍ଞ କାଳରେ ହେଇଗଲା। ରାମଚନ୍ଦ୍ର କେଉଁଥିରେ ଦୀକ୍ଷିତ ହୋଇଛନ୍ତି? ନା ଅଶ୍ୱମେଧ ଯଜ୍ଞ, ଦୋସାମଦ ଯଜ୍ଞ, ବିଶ୍ୱଶାନ୍ତି ନା ଗୋମଧ୍ୟ। କ'ଣ ହେବ? ଅଶ୍ୱମେଧ ଯଜ୍ଞରେ ସେ ଦୀକ୍ଷିତ ହୋଇଛନ୍ତି। କିଏ ମୁଗ୍ଧ ହେବ ବୋଲି ରାମଚନ୍ଦ୍ର ତାଙ୍କ ପାଇଁ ସନ୍ତୁଷ୍ଟ କାର୍ଯ୍ୟ କରୁଥିବେ? କିଏ ମୁଗ୍ଧ ହେବ ବୋଲି? କିଏ? ପ୍ରଥମା ପତ୍ନୀ, ଦ୍ୱିତୀୟା ଗୁଣାବତୀ ସ୍ତ୍ରୀ, ସୁନାର ସୀତା, ରୁକ୍ମିଣୀ। କ'ଣ ହେବ? ନା କିଏ ମୁଗ୍ଧ ହେବ ବୋଲି? କିଏ ମୁଗ୍ଧ ହେବ? ନା ଦ୍ୱିତୀୟା ଗୁଣାବତୀ ସ୍ତ୍ରୀ, ଦ୍ୱିତୀୟା ପତ୍ନୀ ଯେଉଁଟା କୁହାହେଉଛି। ବୁଝିହେଉଛି? ତାପରେ ନେକ୍ସଟ ପ୍ରଶ୍ନ, ଯଜ୍ଞ ଅବସରରେ କାହା ମନରେ ରାମଚନ୍ଦ୍ରକୁ ଏକ ଭିକ୍ଷା ମାଗିବା ପାଇଁ ଇଚ୍ଛା ପ୍ରବଳତର ହୋଇଛି? ସୀତା, ବାଲ୍ମୀକି, ଲବକୁଶ, ନବଭାମା। ସୀତା ଗୋଟିଏ ଭିକ୍ଷା ମାଗିବା ପାଇଁ ତାଙ୍କ ମନରେ ବହୁତ ଇଚ୍ଛା ହେଇଛି। ତପସ୍ୱିନୀ ସୀତା ମାଗିଥିବା ଭିକ୍ଷାକୁ କେଉଁ ଭିକ୍ଷା ଭାବେ ଉଲ୍ଲେଖ କରାଯାଇଛି? ବଡ଼ ଭିକ୍ଷା, ଛାର ଭିକ୍ଷା, ଗୁପ୍ତ ଭିକ୍ଷା, ଘୃଣ୍ୟ ଭିକ୍ଷା। ଉତ୍ତର ହେଉଛି ଏଇଟା ଛାର ଭିକ୍ଷା ବୋଲି କୁହାଯାଇଛି। ରାମଚନ୍ଦ୍ର ସର୍ବଦା କେଉଁମାନଙ୍କର ଅଶାନ୍ତି ନାଶକ ବୋଲି କୁହାଯାଇଛି? ସୈନ୍ୟ, ରାଜା, ପ୍ରଜା ନା ତାପସ? କାହାର? ନା ତାପସମାନଙ୍କର ବା ତପସ୍ୱୀମାନଙ୍କର ଅଶାନ୍ତି ନାଶକ ଭାବରେ କୁହାଯାଇଛି। ତପସ୍ୱିନୀ ସୀତା କାହା ପାଖରୁ ଜାଣିବାକୁ ଚାହୁଁଛନ୍ତି ଯେ ମହିମାମୟୀ ଦ୍ୱିତୀୟା ପତ୍ନୀ ଜଣକ କିଏ? ବାଲ୍ମୀକି, ଲବକୁଶ, ରାମଚନ୍ଦ୍ର, ଲକ୍ଷ୍ମଣ। ସେ ଜାଣିବାକୁ ଚାହୁଁଛନ୍ତି ରାମଚନ୍ଦ୍ରଙ୍କ ଠାରୁ ଯେ ଦ୍ୱିତୀୟ ପତ୍ନୀଟି କିଏ? ଲବକୁଶ ଜନ୍ମକାଳୁ କାହା କୋଳରେ ବସିବାର ସୌଭାଗ୍ୟରୁ ବଞ୍ଚିତ ଥିଲେ? ମାନେ ଲବକୁଶ ଜନ୍ମକାଳରୁ ସେ ତ ଜନ୍ମ ହୋଇଥିଲେ କେଉଁଠି? ନା ବାଲ୍ମୀକିଙ୍କ ଆଶ୍ରମରେ। ତେଣୁ ଜନ୍ମ କାଳରୁ କାହା କୋଳରେ ବସିବାର ସୌଭାଗ୍ୟ ବଞ୍ଚିତ ଥିଲେ? କାହା କୋଳରେ? ପିତା, ପିତୃବ୍ୟ ନା ମାମୁଁ ନା ଜେଜେ। କ'ଣ ବଇତା? ନା ଏଇଟା ହେଉଛି ପିତାଙ୍କ କୋଳରେ ସେ ବସି ନାହାନ୍ତି, ନାଇଁ କି? ପିତାଙ୍କ କୋଳରେ ସେ ଦୁଇ ଜଣ ବସି ନାହାନ୍ତି। ତେଣୁ ଏଇଠି ହେଉଛି କ'ଣ? ନା ଲବକୁଶ ଜନ୍ମକାଳ କାହା କୋଳରେ ବସିବାର ସୁଯୋଗ୍ୟ ବା ସୌଭାଗ୍ୟ ବଞ୍ଚିତ ଥିଲେ? ନା ପିତାଙ୍କ କୋଳରେ, ନାଇଁ କି? ତେଣୁ ଆମେ କେତେ ଗୁଡ଼ିଏ MCQ ପ୍ରଶ୍ନ ଯେଉଁଟାକି ବହୁତ ଇମ୍ପୋର୍ଟାଣ୍ଟ ପ୍ରଶ୍ନ ଆମେ ଆଲୋଚନା କଲେ। ତେଣୁ ପିଲାମାନେ ସମସ୍ତଙ୍କୁ ସେୟାର କରିବ। ରହିଲି, ଧନ୍ୟବାଦ। ବନ୍ଦେ ଉତ୍କଳ ଜନନୀ।